ଅନୁଗୁଳ ଜିଲ୍ଲା ପାପସରା ଗ୍ରାମର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି କି ତାଙ୍କ ଗ୍ରାମର ଆନୁକୂଲ୍ୟ ବେହେରା ଦୀର୍ଘ ଦିନ ହେବ ରାଜନୈତିକ ଚାପ ପକାଇ ଗୋଚର ଜମି ଜବରଦଖଲ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରୁଛି। ତେଣୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି। ଗ୍ରାମବାସୀ କହିବା ଅନୁଯାୟୀ ତାଙ୍କ ଗ୍ରାମରେ ପ୍ଲଟ ନମ୍ବର 3074 ଓ ଖାତା ନମ୍ବର 277ରେ ସରକାରୀ ଅନୁଦାନ ଆଣି ପୋଖରୀ ତିଆରି କରିଛି। ପ୍ଲଟ ନମ୍ବର 3772 ଓ खाता नंबर 277 ରେ ସରକାରୀ ଅନୁଦାନ ଆଣି କୁକୁଡ଼ା ଫାର୍ମ ତିଆରି କରିଛନ୍ତି। ପ୍ଲଟ ନମ୍ବର 2712 ଓ खाता ନମ୍ବର 277 ରେ ସରକାରୀ ଅନୁଦାନ ଆଣି ଖୋଲା କୂଅ କରିଛନ୍ତି। ପ୍ଲଟ ନମ୍ବର 2764 ଓ खाता ନମ୍ବର 277 ରେ ସରକାରୀ ରାସ୍ତାକୁ ନିମ୍ନମାନର କାର୍ଯ୍ୟ କରି ଅଧିକ ଲାଭ କରି ବଡ଼ ଗାଡ଼ି କଲେ ଭାଙ୍ଗିଯିବ କହି ଲୁହା ରଡ୍ ବାନ୍ଧି ରାସ୍ତା ଅବରୋଧ କରିଛନ୍ତି ଏବଂ ବିନା କାଗଜପତ୍ରରେ ଏକ ଟ୍ରାକ୍ଟର ଚଳାଉଛନ୍ତି, ଯାହାକି ଗ୍ରାମବାସୀ ମନା କଲେ କାହାରି କଥା ଶୁଣୁନାହାନ୍ତି। ଏଣୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅନୁଗୁଳ ପ୍ରେମାନନ୍ଦଙ୍କ ରିପୋର୍ଟ, ବହୁଜନ ମିଡିଆ।